स्टार्टिंग ରୁ ଫୁଟି ଫୁଟି ଚାଲିଛି। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଆଜି ଅତି ଆନନ୍ଦର ଦିନ, ଯେହେତୁ ଜେରୁସାଲେମକୁ ପ୍ରଭୁ ଯୀଶୁ ଜଣେ ରାଜା ସ୍ୱରୂପେ ପ୍ରବେଶ କରୁଥିଲେ। ଆଉ ସେଇ ସମୟରେ ଲୋକମାନେ କଣ କହିକି ତାଙ୍କୁ ସ୍ୱାଗତ କରୁଥିଲେ? ହୋଶାନା ଦାଉଦ ସନ୍ତାନ। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଆମେ ଏବେ ମଧ୍ୟ ହାଲେଲୁୟା ହୋଶାନା ପ୍ରେଜ୍ ଦ ଲର୍ଡ ତିନିଟା କରିବା। ମୁଁ 1 2 3 କହିବି। ପ୍ରଥମେ ହାଲେଲୁୟା, ତାପରେ ହୋଶାନା, ତାପରେ ପ୍ରେଜ୍ ଦ ଲର୍ଡ କରିବେ ଏକା ସାଙ୍ଗରେ ଜୋରରେ। 1 2 3 ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ ହଉ ଆଜି ସୁନ୍ଦର ଦିନରେ ସେ ଆମମାନଙ୍କୁ ପଦାର୍ପଣ କରେଇଛନ୍ତି। ଆଜି କି ଦିନ? ସୁନ୍ଦର ଦିନ। ଆଜି ହଉଛି ସୁନ୍ଦର ଦିନ। ଆଜି ବିଜୟ ଯାତ୍ରା। ଆଜି ଇଂଲିଶରେ କହିଲେ ପାମ୍ ସଣ୍ଡେ। ପାମ୍ ସଣ୍ଡେର ଅର୍ଥ ଖଜୁରୀ ପର୍ବ। ପାମ୍ ହଉଛି ଖଜୁରୀ ପତ୍ର। ଆଉ ଗୋଟେ ପାମ୍ ବୋଲି କଣ କୁହନ୍ତି? ଆଜି ଯୋଉ ବାକ୍ୟ ମାନେ ଶୁଣିବା ସେଟା ହଉଛି ପାମ୍ ସଣ୍ଡେର ରହସ୍ୟ, ଅର୍ଥାତ୍ ଖଜୁରୀ ପର୍ବର ରହସ୍ୟ, ବିଜୟ ଯାତ୍ରାର ରହସ୍ୟ। ଆପଣମାନଙ୍କୁ ରହସ୍ୟ ଶୁଣିବାକୁ ଭଲ ଲାଗେ ନା ନାହିଁ? ଭଲ ଲାଗେ ନା? ଯେତେବେଳେ ଯଦି ଜେଜେମା ଅଜା ଆଈ ପାଖରେ ଥିବେ, ନାତି ନାତୁଣୀଙ୍କୁ ସେ କହିବେ ଆରେ ବାପା ଗୋଟେ ରହସ୍ୟର ଗପ ତତେ କହିବି। ଆପଣମାନେ ମଧ୍ୟ ଆଜି ଶୁଣିବା ପାଇଁ ଚାହୁଁଛନ୍ତି ତ ସେଇ ରହସ୍ୟ କଣ? ବିଜୟ ଯାତ୍ରାର ପ୍ରକୃତ ରହସ୍ୟ କଣ? ତାର ଗୁରୁତ୍ୱ ବିଷୟ କଣ? ନିଗୁଡ ତତ୍ତ୍ୱ କଣ? ହାଲେଲୁୟା ପ୍ରେଜ୍ ଦ ଲର୍ଡ। ପାମ୍ କହିଲେ ପାପୁଲି। ସମସ୍ତେ ପାପୁଲି ଦେଖାନ୍ତୁ, ନିଜେ ଦେଖନ୍ତୁ। ଏଇ ପାପୁଲି ସହିତ ଖିଜୁର ପର୍ବର କିଛି ଗୋଟେ ସମ୍ପର୍କ ଅଛି। କଣ ସମ୍ପର୍କ ଅଛି କହିପାରିବେ ଆପଣ ମଧ୍ୟ? ଯଦି କିଛି ଜାଣିଛନ୍ତି କୁହନ୍ତୁ। ୱାଓ, ପୁରା ଠିକ ଆନ୍ସର ନୁହେଁ। ଆଉ ପାପୁଲିର ଖିଜୁର ପର୍ବ ସହିତ ଗୋଟେ ବଢିଆ ସମ୍ପର୍କ ନାହିଁ। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଏ ହାତ ସହିତ ଖିଜୁର ପର୍ବ ତାର ବିଜୟ ଯାତ୍ରାର କିଛି ସମ୍ପର୍କ ନାହିଁ। ଆମର ବାଇବଲ ଦେଖିବା। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଆମେ ସମସ୍ତେ ପଢିବା ମାଥ୍ୟୁ ତାର 21 ପର୍ବ। ମାଥ୍ୟୁ 21 ପର୍ବ 1 2 3 4 5। ଯେତେବେଳେ ସେମାନେ ଜେରୁସାଲେମ ନିକଟବର୍ତ୍ତୀ ହୋଇ ବେଥଫାଗି ଓ ଜିତୋଖ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଦୁଇ ଶିଷ୍ୟଙ୍କୁ ଏହି କଥା କହି ପଠାଇଲେ, ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ, ଆଉ ଯିବା ମାତ୍ର ବନ୍ଧା ହୋଇଥିବା ଗୋଟିଏ ଗର୍ଦ୍ଦଭୀ ଓ ତାହା ସହିତ ଗୋଟିଏ ଶାବକକୁ ଦେଖିବ। ସେମାନଙ୍କୁ ଫିଟାଇ ମୋ ନିକଟକୁ ଘେନି ଆସ। ଆଉ ଯେବେ କେହି ସେମାନଙ୍କୁ କିଛି କହେ, ତେବେ କହିବ ଏମାନଙ୍କ ଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି। ସେହି କ୍ଷଣି ସେ ସେମାନଙ୍କୁ ପଠାଇ ଦେବେ। ଭାଗବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ଏହା ଘଟିଲା। ସିଓନର କନ୍ୟାକୁ କୁହ, ଦେଖ ତୋର ରାଜା ତୋ ନିକଟକୁ ଆସୁଛନ୍ତି। ସେ ନମ୍ର ଓ ଗର୍ଦ୍ଦଭା ରହି ଶାବକ ଗର୍ଦ୍ଦଭ ଶାବକ ରହି। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ସିଓନର କନ୍ୟାକୁ କୁହ, ଦେଖ ତୋର ରାଜା ତୋ ନିକଟକୁ ଆସୁଅଛନ୍ତି। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଆଜିର ଏ ଯୋଉ ପର୍ବ କାହିଁକି ବିଜୟ ଯାତ୍ରା ବୋଲି ନାମ ଦିଆଯାଇଛି? କିଏ ପ୍ରବେଶ କରୁଛନ୍ତି? ସିଓନର କନ୍ୟାକୁ କୁହ, ଦେଖ ତୋର ରାଜା ଆଜି କଣ କରୁଛନ୍ତି? ପ୍ରବେଶ କରୁଅଛନ୍ତି। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଆଜି କିଏ ପ୍ରବେଶ କରୁଛନ୍ତି? ରାଜା, ରାଜା ମାନଙ୍କର ରାଜା, ଦେବ ମାନଙ୍କର ଦେବ, ପ୍ରଭୁ ମାନଙ୍କର ପ୍ରଭୁ, ସେ ମହାନ ପରମେଶ୍ୱର, ସେ ରାଜା ସ୍ୱରୂପେ ଜେରୁସାଲେମକୁ ପ୍ରବେଶ କରୁଛନ୍ତି। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଆମର ଏଇ ପ୍ରବେଶକୁ ଆଜି ସପ୍ତାହର କୋଉ ଦିନ? ମତେ 5 ନମ୍ବର ଦିନ। ଆଜି କେତେ ନମ୍ବର ଦିନ? ସପ୍ତାହ ନା, ଆଜି ସପ୍ତାହର କେତେ ଦିନ? କୋଉ ନମ୍ବର ଦିନ? କେତେ ନମ୍ବର ଦିନ? ସପ୍ତାହ ମାସର ପ୍ରଥମ ଦିନ ହାଲେଲୁୟା ପ୍ରେଜ୍ ଦ ଲର୍ଡ। କୋଉ ଦିନ ପରମେଶ୍ୱର ଅର୍ଥାତ୍ ରାଜା ସ୍ୱରୂପେ ପ୍ରଭୁ ଯୀଶୁ କୋଉ ଦିନ ପ୍ରବେଶ କଲେ? ସପ୍ତାହ ପ୍ରଥମ ଦିନ। ତାକୁ ଇଂଲିଶରେ କଣ କହନ୍ତି? ରବିବାରକୁ ସଣ୍ଡେ।
SUN सन मान ସମ୍ମାନ ପୁଅ ସୂର୍ଯ୍ୟ SUN ହଉଛି ସୂର୍ଯ୍ୟ SON ହଉଛି ପୁଅ କିନ୍ତୁ ଆଜି କିଏ ପ୍ରବେଶ କରୁଛନ୍ତି ଈଶ୍ୱରଙ୍କ ପୁଅ son of God ହାଲେଲୁୟା ପ୍ରେଜ୍ ଦ ଲର୍ଡ ଆଜି ଆମ ପାଇଁ SUN ସଣ୍ଡେ ନ ହଉ ଆଜି ଆମ ପାଇଁ କଣ ହେବା ଦରକାର SON ଈଶ୍ୱରଙ୍କ ପୁତ୍ରଙ୍କର ଦିନ ବୋଲି ଆମେ ଜାଣୁ ହାଲେଲୁୟା ପ୍ରେଜ୍ ଦ ଲର୍ଡ ଆମେ ସେଇ ବିଷୟ ଜାଣିବା ପାଇଁ ପଢିବା ଯାତ୍ରା ପୁସ୍ତକ 12 ପର୍ବ 1-2 ପଦ ଯାତ୍ରା ପୁସ୍ତକ 12:1-2 ଯାତ୍ରା ପୁସ୍ତକ 12 ପର୍ବ 1 ପଦ 2 ପଦ ଅନନ୍ତର ମିଶର ଦେଶରେ ସଦାପ୍ରଭୁ ମୋଶା ଓ ହାରାନଙ୍କୁ କହିଲେ ଏହି ମାସ ତୁମମାନଙ୍କର ପ୍ରଧାନ ମାସ ଓ ବର୍ଷର ପ୍ରଥମ ମାସ ହେବ ହାଲେଲୁୟା ହାଲେଲୁୟା ପ୍ରେଜ୍ ଦ ଲର୍ଡ ପରମେଶ୍ୱର କେଉଁ ସ୍ଥାନରେ ମୋଶା ଓ ହାରାନଙ୍କୁ କହିଲେ ମିଶରରେ ମିଶରରେ ଥିବା ସମୟରେ ମୋଶା ଓ ହାରାନଙ୍କୁ ସେ କଣ କହିଲେ ଏହି ମାସ ତୁମମାନଙ୍କର ପ୍ରଧାନ ମାସ ଓ ବର୍ଷର ପ୍ରଥମ ମାସ ହେବ ହାଲେଲୁୟା ପ୍ରେଜ୍ ଦ ଲର୍ଡ এই মাস কোন বর্ষর প্রথম মাস কি নাই আমারଙ୍କର অফিশিয়াল ক্যালেন্ডর অনুসারে যেটা আমারଙ୍କର অফিস রে ক্যালেন্ডর আছে এই জগতের যে ক্যালেন্ডর আছে সেই ক্যালেন্ডর অনুসারে এটা কত নম্বর মাস 4 নম্বর মাস কিন্তু ঈশ্বর যেতବେଳେ মোশা ও হারনକୁ କହୁଛନ୍ତି ତମେ କଣ କର এই ଜଗତକୁ ଫଲୋ କରିବ ନାହିଁ ମୁଁ ତୁମକୁ ଯୋଉ ବିଷୟ କହୁଛି ତାକୁ ଫଲୋ କର କଣ ଫଲୋ କର ତୁମର এই মাস প্রধান মাস হও এবং বর্ষর প্রথম মাস হও হালেলুয়া প্রেজ দ লর্ড জিহুদী মানে মধ্য দুইটা ক্যালেন্ডর পালন করুଥିଲେ গোটে হচ্ছে অফিশিয়াল ক্যালেন্ডর जो कैलेंडर की ऑफिस मानकर चले बैंक रे ऑफिस रे स्कूल रे कॉलेज रे डॉक्टर आउ विभिन्न स्थान मानकर ऑफिशियल स्थान मानकर एई कैलेंडर चले किंतु आत्मिक स्थान रे को कैलेंडर चले परमेश्वरଙ୍କର कैलेंडर एहा तुम्हर प्रथम मास हेबो हालेलुया प्रेज द लॉर्ड ताले हम आत्मिक अनुसार कोडा प्रथम मास होबो एई मास कोन भाई एई मास प्रथम मास होबो कारण एई मास ये କରୁଛନ୍ତି ଗୌରବମୟ ରାଜା ପ୍ରବେଶ କରୁଛନ୍ତି ହାଲେଲୁୟା ପ୍ରେଜ୍ ଦ ଲର୍ଡ ତା ମାନେ ଆମକୁ ପରମେଶ୍ୱର ଏମିତି ଏକ ମାସ ଦେଇଛନ୍ତି ଯୋଉ ମାସରେ କି ସେ ପ୍ରବେଶ କରୁଛନ୍ତି କିପରି ଭାବରେ ରାଜା ସ୍ୱରୂପ ହାଲେଲୁୟା ସେଥିପାଇଁ ପ୍ରଭୁ ଯୀଶୁ କହିଲେ ବିଶ୍ରାମ ବାରର ପ୍ରଭୁ କିଏ ଅଟନ୍ତି ପୁତ୍ର ମନୁଷ୍ୟ ପୁତ୍ର ବିଶ୍ରାମ ବାରର ପ୍ରଭୁ ଅଟନ୍ତି ହାଲେଲୁୟା ପ୍ରେଜ୍ ଦ ଲର୍ଡ ଜଗତର ଲୋକମାନେ ବି ଏ ମାସକୁ ପ୍ରଥମ ମାସ ମାନନ୍ତି ଜଗତରେ ମଧ୍ୟ ସେଇପରି କିନ୍ତୁ ପରମେଶ୍ୱର କାହାକୁ କହିଲେ ମୋଶା ଓ ହାରଣ କହିଲେ ତୁମେ ଏଇ ମାସକୁ ପ୍ରଧାନ ବୋଲି ଜାଣିବ ଆଉ ପ୍ରଥମ ମାସ ବୋଲି ତମେ ଗଣିବ ଏବେ ମଧ୍ୟ ଆମମାନେ ଆତ୍ମିକତାରେ ତାକୁ ପ୍ରଥମ ମାସ ଗଣିବା ଦରକାର କାହିଁକି କାରଣ ସେଇ ମାସରେ କିଏ ପ୍ରବେଶ କରିଥିଲେ ରାଜା କଣ ପାଇଁ ପ୍ରବେଶ କରିଥିଲେ ବିଜୟ କରିବା ପାଇଁ ପ୍ରବେଶ କରିଥିଲେ ପ୍ରେଜ୍ ଦ ଲର୍ଡ ପୁସ୍ତକ 12:3 ପଦ ପଢନ୍ତୁ ତୁମେ ମାନେ ଇସ୍ରାଏଲୀୟ ସମଗ୍ର ମଣ୍ଡଳୀକୁ ଏହି କଥା କୁହ ଏହି ମାସର 10ମ ଦିନରେ ତୁମମାନଙ୍କର ପ୍ରତ୍ୟେକ ମନୁଷ୍ୟ ପିତୃଗୃହାନୁସାରେ ପ୍ରତ୍ୟେକ ପରିବାର ନିମନ୍ତେ ଏକ ମେଷ ଶାବକ ହେବ ଆଉ ଗୋଟିଏ ମେଷ ଶାବକ ନେବା ନେବ ଆଉ ଗୋଟିଏ ମେଷ ଶାବକ ନେବା ନିମନ୍ତେ ଯେବେ କୌଣସି ପରିଜନ ଅଳ୍ପ ହେବ ତେବେ ସେ ତାହାର ଗୃହ ନିକଟବର୍ତ୍ତୀ ପ୍ରତିବାସୀ ପ୍ରାଣୀଗଣର ସଂଖ୍ୟାନୁସାରେ ଏକ ମେଷ ଶାବକ ନେବ ତୁମେ ମାନେ ପ୍ରତ୍ୟେକ ଜଣର ଭଜନ ଶକ୍ତି ଅନୁସାରେ ମେଷ ଶାବକର ଅଟକଳ କରିବ ତୁମେ ମାନେ ମେଷଫଳ ବା ଶାଗଫଳ ମଧ୍ୟରୁ ଶାବକ ନେବ ତାହା ନିଷେଧ ଏକ ବର୍ଷ ଓ ଶାବକ ହେବ ହାଲେଲୁୟା ମାନେ 3 ପଦରେ ଦେଖୁଛୁ ସେଠି ପରମେଶ୍ୱର ମୋଶା ଓ ହାରଣଙ୍କୁ କଣ କହୁଛନ୍ତି ତୁମେ ଇସ୍ରାଏଲର ସମଗ୍ର ମଣ୍ଡଳୀ କି କୁହ କାହାକୁ କୁହ ଇସ୍ରାଏଲର ସମଗ୍ର ମଣ୍ଡଳୀ ଇସ୍ରାଏଲରେ ଯେତେ ବଂଶୀୟ ଲୋକମାନେ ଅଛନ୍ତି 12 ଗୋଷ୍ଠୀ ଅଛନ୍ତି ପ୍ରତ୍ୟେକଙ୍କ ନିକଟକୁ ଯାଇକି ସେମାନଙ୍କୁ ଜଣାଅ ସେମାନେ କଣ କରିବେ ଏହି ମାସର 10ମ ଦିନରେ ତୁମମାନଙ୍କର ପ୍ରତ୍ୟେକ ମନୁଷ୍ୟ ପିତୃଗୃହାନୁସାରେ प्रत्येक परिवार निमंते एको मेष शाबक नेबे हालेलुया प्रेज द लॉर्ड काहाकु नेबे एको मेष शाबक को नेबे केबे नेबे
এই মাসর 10ম দিন जो दिन 10 নম্বর দিন সেই দিন কাহাକୁ নেবে গোটে মেষ ଶାବକକୁ ନେବେ ନିଜ ପରିବାର ଅନୁସାରେ ପରିବାରରେ ଯେତେ ଜଣ ଅଛନ୍ତି ସେ ଅନୁସାରେ ଗୋटे ମେଷ ଶାବକକୁ ନେବେ ହାଲେଲୁୟା ପ୍ରେଜ୍ ଦ ଲର୍ଡ। କିନ୍ତୁ ପ୍ରଭୁ ଯୀଶୁ ଆଜିର ଦିନରେ ସେ କିପରି ପ୍ରବେଶ କଲେ ଜଣେ ରାଜା ସ୍ୱରୂପେ ଗୋଟେ ରାଜା ଭାବରେ ସେ ପ୍ରବେଶ କରୁଛନ୍ତି। ଆଜି ଆମ ପାଇଁ କି ଦିନ ଅଟେ ଗୋଟେ ଖିଜୁର ପର୍ବ ବା ବିଜୟର ଯାତ୍ରା। ଏଇ ଦିନରେ ଜିହୁଦୀ ମାନେ କଣ କରିଥିଲେ ଖଜୁରୀ ପତ୍ର ହାତରେ ନେଇ ହୋଶାନା ଦାଉଦ ସନ୍ତାନ ତାଙ୍କର ପ୍ରଶଂସା କରୁଥିଲେ। ଆଉ କଣ କରୁଥିଲେ ଲୁଗା ସବୁ ପକେଇ ଦଉଥିଲେ। ତା ମାନେ ସେମାନେ ଦର୍ଶଉଥିଲେ ଯେ ପ୍ରଭୁ ଯୀଶୁ କିପରି ଆସୁଛନ୍ତି ରାଜା ସ୍ୱରୂପେ। ଜିହୁଦୀ ଇତିହାସରେ ସେମାନେ ଦୁଇ ସମୟରେ କଣ କରୁଥିଲେ ଖଜୁରୀ ବାହୁଙ୍ଗା ନେଇ ହାତରେ ଧରି ହୋଶାନା କରୁଥିଲେ। ଦୁଇଥର ଦୁଇ ଟାଇମରେ କୋଉ ଟାଇମରେ ଗୋଟେ ସମୟ ହଉଛି ପତର କୁଟୀର ପର୍ବରେ। ପତର କୁଟୀର ବୋଲି ପର୍ବ ଗୋଟେ ଅଛି ଯୋଉଟା ୟା ପରେ ପରେ ପଡିବ। ସେଥିରେ କଣ କରନ୍ତି ଏଇ ଖଜୁର ବାହୁଙ୍ଗା ଆବଶ୍ୟକ କରନ୍ତି। ଆଉ ସେକେଣ୍ଡ ଯେତେବେଳେ ଜଣେ ରାଜା କୌଣସି ଶତ୍ରୁର ରାଜ୍ୟକୁ ଯାଇ ସେଠି ସେ ଶତ୍ରୁକୁ ପରାଜୟ କରେ ଆଉ ସେ ରାଜ୍ୟକୁ ଜିତି ଫେରି ଆସେ ସେଇ ସମୟରେ ଜିହୁଦୀ ଲୋକମାନେ ସମସ୍ତେ କଣ କରୁଥିଲେ ସେଇ ଖଜୁର ବାହୁଙ୍ଗା ହାତରେ ଧରି ସେ ରାଜାକୁ ସ୍ୱାଗତ କରୁଥିଲେ ବା ତାକୁ କଣ କରୁଥିଲେ ଆହ୍ୱାନ କରୁଥିଲେ ସେ ରାଜ୍ୟ ଭିତରକୁ। କାରଣ ସେ କଣ କରିକି ଆସିଛନ୍ତି ଜିତିକି ଆସିଛନ୍ତି ଯୁଦ୍ଧ ଜିତିକି ଆସିଛନ୍ତି। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ତ ପ୍ରଭୁ ଯୀଶୁ ମଧ୍ୟ ଯେତେବେଳେ ଜେରୁସାଲେମ ମନ୍ଦିରକୁ ପ୍ରବେଶ କରୁଛନ୍ତି ଅର୍ଥାତ୍ ସେଇ ନଗରକୁ ପ୍ରବେଶ କରୁଛନ୍ତି ଲୋକମାନେ କଣ କଲେ ଖଜୁରୀ ବାହୁଙ୍ଗା ହାତରେ ଧରି ସେଇ ଗଧର ସମ୍ମୁଖରେ କଣ ବିଛେଇଲେ ଲୁଗା ସବୁ ବିଛେଇଲେ। ଯେତେବେଳେ ରାଜାମାନେ ଆସନ୍ତି କଣ କରାଯାଏ କାର୍ପେଟ ପକାଯାଏ। ଏବେ ମନ୍ତ୍ରୀ ମାନେ ଆସିଲେ କଣ କରାଯାଏ ନାଲି କାର୍ପେଟ ପକାଯିବ। ତାଙ୍କ ଆଗରେ ପଛରେ ସବୁ ଚାଉଳ ବିଭିନ୍ନ ପ୍ରକାର ଲୋକମାନେ ସବୁ ଚାଲିଥିବେ। ସେଇଭଳି ଯେତେବେଳେ ପ୍ରଭୁ ଯୀଶୁ ପ୍ରବେଶ କରୁଛନ୍ତି ଗୋଟେ ଭବିଷ୍ୟତବାଣୀ ସେତେବେଳେ ସେ ପୁରା କରୁଛନ୍ତି। ଜିଖରୀୟ 9 ଟିକେ ପଢନ୍ତୁ। ଜିଖରୀୟ ଭବିଷ୍ୟତ ବକ୍ତାଙ୍କୁ ପରମେଶ୍ୱର ଗୋଟେ ବିଷୟ ଜଣେଇଲେ ତୁମେ ଇସ୍ରାଏଲ ଲୋକମାନଙ୍କୁ କୁହ କଣ ଗଦ ସିଓନ କନ୍ୟା ଅତିଶୟ ଉଲ୍ଲାସ କର ଗଦ ଜେରୁସାଲେମ କନ୍ୟା ଜୟଧ୍ୱନି କର ଦେଖ ତୁମ୍ଭର ରାଜା ତୁମ ନିକଟକୁ ଆସୁଅଛନ୍ତି। ସେ ଧର୍ମମୟ ଅପରିତ୍ରାଣ ବିଶିଷ୍ଟ ସେ ନମ୍ରଶୀଳ ଗର୍ଦ୍ଧର୍ବ ଉପରେ ଅର୍ଥାତ୍ ଗର୍ଦ୍ଧର୍ବୀର ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ସେହି ସମୟରେ ରାଜାମାନେ ଯେତେବେଳେ ପ୍ରବେଶ କରନ୍ତି ବା ଆସନ୍ତି ସେମାନେ ଘୋଡ଼ାରେ ଆସନ୍ତି। ଯିଏ ଘୋଡ଼ା ଉପରେ ବସେ ସେ ଗୋଟେ କଣ ଦେଖାଏ ପାୱାରକୁ ଦର୍ଶାଏ ଗୋଟେ ସାମର୍ଥ୍ୟକୁ ଦର୍ଶାଏ। ଯେତେ ଜଣ ବି ରାଜା ଜିତିକି ଆସିଲେ ରାଜ୍ୟ ସମସ୍ତେ ଘୋଡ଼ାରେ ଆସିଲେ। କିନ୍ତୁ ଜିଖରୀୟ ସେ କଣ ବି କହୁଛନ୍ତି ସେ ନିଜେ ମଧ୍ୟ ବୁଝିପାରୁନାହାନ୍ତି। ବହୁତ ବର୍ଷ ପୂର୍ବରୁ ସେ କହିଥିଲେ ହୁଏତ 350-400 ବର୍ଷ ପୂର୍ବରୁ ଜିଖରୀୟ ଭବିଷ୍ୟତବକ୍ତା ଏହି ବିଷୟରେ କହିଥିଲେ। ଭବିଷ୍ୟତବକ୍ତା ପରମେଶ୍ୱର ତାଙ୍କ ଦ୍ୱାରା ଜଣେଇଲେ ଗୋସିୟନର କନ୍ୟା ଦେଖ ତୁମ ରାଜା ଆସୁଅଛନ୍ତି। ସେ କାହା ଉପରେ ବସିକି ଆସିବେ ଗଧ ଉପରେ ବସିକି ଆସିବେ। ସେ ମଧ୍ୟ ନିଜେ ବୁଝିପାରୁନଥିବେ ଆରେ ମୁଁ ତ କେବେ ଦେଖିଲି ନାହିଁ ରାଜା ଗଧ ଉପରେ ବସିକି ଆସିବ। ଇଏ କେମିତିକା ରାଜା ଯେ ଗଧ ଉପରେ ବସିକି ଆସିବ। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ରାଜାମାନେ ସେତେବେଳେ କାହା ଉପରେ ବସିକି ଆସିଥିଲେ ଘୋଡ଼ା ଉପରେ ହାତୀ ଉପରେ। ସେଥିରେ କଣ ଦେଖାଏ ପାୱାରକୁ ଦର୍ଶାଏ ସାମର୍ଥ୍ୟକୁ ଦର୍ଶାଏ। ରାଜା ଯେତେବେଳେ ପ୍ରବେଶ କରିବ ଘୋଡ଼ା ଉପରେ ବସିକି ଦେଖେଇବ ଯେ ଜଣା ପଡିବ ଯେ ନା ରାଜା ଶକ୍ତିଯୁକ୍ତ ରାଜା ପୁରା ସାମର୍ଥ୍ୟରେ ପରିପୂର୍ଣ୍ଣ ରାଜାଙ୍କ ପାଖରେ ପାୱାର ଅଛି। ସେ ଘୋଡ଼ା ଉପରେ ହାତୀ ଉପରେ ଆସି ପ୍ରବେଶ କରୁଛନ୍ତି। ଆଉ ସେ ବି ଯେତେବେଳେ କହୁଥିଲେ ସେ ବି ବୁଝିପାରିନଥିବେ ମୁଁ ଏଟା କଣ କହିଲି ଗଧ ଉପରେ କଣ କେବେ ରାଜା ଆସେ। କିନ୍ତୁ ଯେତେବେଳେ ପ୍ରଭୁ ଯୀଶୁ ଜେରୁସାଲେମ ମନ୍ଦିରକୁ ପ୍ରବେଶ କରୁଛନ୍ତି ଆଉ ସେ ଏହି ଭବିଷ୍ୟତବାଣୀକୁ କଣ କରୁଛନ୍ତି ମେନସନ କରୁଛନ୍ତି। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଆଉ ଥରେ ପଢିବା ମାଥ୍ୟୁ 21:5 ପଦ। ମାଥ୍ୟୁ 21:5। ସିଓନର କନ୍ୟାକୁ କୁହ ଦେଖ ତୋର ରାଜା ତୋ ନିକଟକୁ ଆସୁଅଛନ୍ତି। ସେ ନମ୍ର ଓ ଗର୍ଦ୍ଧର୍ବ ରହି ହାଲେଲୁୟା ପ୍ରେଜ୍ ଦ ଲର୍ଡ। ସେହି ସମୟରେ ପ୍ରଭୁ ଯୀଶୁ ପୁଣି ଥରେ ତାକୁ ମେନସନ କରୁଛନ୍ତି କୋଉ ଭବିଷ୍ୟତବାଣୀ ଜିଖରୀୟ ଯୋଉ ଭବିଷ୍ୟତବାଣୀ
ଜିଖରଙ୍କ ମୁଖ ଦ୍ୱାରା ପରମେଶ୍ୱର ଯୋଉ ଭବିଷ୍ୟତବାଣୀ କହିଥିଲେ ତାକୁ ପ୍ରଭୁ ଯୀଶୁ କଣ କରୁଛନ୍ତି? ପୁରା କରୁଛନ୍ତି। କାହା ଉପରେ ସେ ଆସୁଛନ୍ତି? ଗଧ ଉପରେ। କଣ ପାଇଁ? ସେ ରାଜା, କିନ୍ତୁ ସେ ଜଗତର ରାଜା ଭଳି ନୁହନ୍ତି। ସେ ମଧ୍ୟ ଜଣେ ରାଜା, କିନ୍ତୁ ସେ ଜଗତର ରାଜା ଭଳି ନୁହନ୍ତି। ସେ ଟିକେ ଅଲଗା ପ୍ରକାର ରାଜା। କିପରି ରାଜା ସେ? ଲେଖା ଅଛି ସେଇଠି, ସେ নম্র গধর ভাবী। হালেলুয়া, প্রেজ দ্য লর্ড। সে রাজা, কিন্তু কিপরি রাজা? নম্র রাজা। হালেলুয়া। সে অলগা রাজ্যରୁ ଆସିଛନ୍ତି ସେ ରାଜା। ଏଇ ଜଗତର ରାଜ୍ୟ ନୁହେଁ ତାଙ୍କର। ତାଙ୍କ ରାଜ୍ୟ କୋଉଟା? ସ୍ୱର୍ଗର ରାଜ୍ୟ। ଆଉ ତାଙ୍କ ରାଜ୍ୟରେ ସବୁଠାରୁ ଯଦି କେହି ବେଶୀ ପାୱାରଫୁଲ ତାହେଲେ ସେ କିଏ ଜାଣିଛନ୍ତି? ଯିଏ ସବୁଠାରୁ ନମ୍ର। ହାଲେଲୁୟା। ଯେତେବେଳେ ପ୍ରଭୁ ଯୀଶୁ ମଧ୍ୟ ଶିକ୍ଷା ଦଉଥିଲେ ତାଙ୍କ ଶିଷ୍ୟମାନଙ୍କୁ, ସେ କହୁଥିଲେ ଏଇ ସାନ ପିଲାମାନଙ୍କ ଭଳି ଯିଏ ହବ ସେ କଣ ହବ? ସ୍ୱର୍ଗ ରାଜ୍ୟରେ ଶ୍ରେଷ୍ଠ ହବ। କାରଣ ଯିଏକି ନମ୍ର ସେ ସ୍ୱର୍ଗରେ ଶ୍ରେଷ୍ଠ। ହାଲେଲୁୟା। ଈଶ୍ୱରଙ୍କ ରାଜ୍ୟରେ କାହାର କେତେ ପାୱାର ଅଛି, କାହାର ସିକ୍ସ ପ୍ୟାକ୍ ଅଛି, କାହା ପାଖରେ ବନ୍ଧୁକ ଅଛି, କିଏ ଖଣ୍ଡା ଭଲ ଘୁରେଇ ଜାଣିଛି, କିଏ ବ୍ୟାକଫ୍ଲିପ, ସାଇଡ୍ ଫ୍ଲିପ, କିଏ ଡିବାଜି ମାରି ଜାଣିଛି, କିଏ ବକ୍ସିଂ, କିଏ କରାଟେ, କୁମ୍ଫୁ, ଯାହା ବି ଶିଖିଥାଉ ସେଥିରେ ସେ ପାୱାରଫୁଲ ନୁହେଁ। ଯେତେ ଡିଗ୍ରୀ କରିଥାଉ, ପିଏଚଡି, ଡିଏଚଡି, ଡକ୍ଟରେଟ ଯାହା ବି କରିଥାଉ, ସେଇଠି ସେ ସାମର୍ଥ୍ୟ ଯୁକ୍ତ ନୁହେଁ। କିନ୍ତୁ ଈଶ୍ୱରଙ୍କ ରାଜ୍ୟରେ ପାୱାର କିଏ ଦର୍ଶାଏ? নম্রতা ହିଁ ଈଶ୍ୱରଙ୍କ ରାଜ୍ୟରେ ସବୁଠାରୁ ବେଶୀ ପାୱାର। ହାଲେଲୁୟା, ପ୍ରେଜ ଦ ଲର୍ଡ। ସେଥିପାଇଁ ପ୍ରଭୁ ଯୀଶୁ ଯେତେବେଳେ ଜେରୁସାଲେମ ମନ୍ଦିରକୁ ପ୍ରବେଶ କରୁଛନ୍ତି, ସେ ଗର୍ବରେ ନୁହେଁ, ସେ ଖଣ୍ଡା ଧରି ନୁହେଁ, ସେ ଆତ୍ମଗର୍ବରେ ନୁହେଁ, ଘୋଡ଼ା ଉପରେ ନୁହେଁ, କାହା ଉପରେ ବସି ଯାଉଛନ୍ତି? ଗଧ ଉପରେ। নম্র। ହାଲେଲୁୟା, ପ୍ରେଜ ଦ ଲର୍ଡ। ଘୋଡ଼ା ଯେତେବେଳେ ଆସେ ସେ କଣ নম্র ଦେଖିବେ? ପୁରା ଗର୍ଜିକି ଦେଖିବ, ମୁଁ ପାୱାରଫୁଲ, କିଏ ଅଛି ଆସ ଟକ୍କର ଦବ। ଯେତେବେଳେ ରାଜା ବି ପ୍ରବେଶ କରିବେ, ସେ ରାଜା ବି ଟିକେ ପାୱାରଫୁଲ ଦେଖିବା ପାଇଁ ତାକୁ ଟିକେ ଟାଣି ଦେଲେ ସେ ଟିକେ ଠିଆ ହେଇଯିବ, ବାବା ତା ପାୱାର ଦେଖେଇଦେବ। କିନ୍ତୁ ପ୍ରଭୁ ଯୀଶୁ କିପରି ପ୍ରବେଶ କଲେ? ଗୋଟେ ଗଧ ଉପରେ ଯେତେ ବୋଝ ତମେ ଦିଅ, ଯାହା ବି ଦଉଛ ଦିଅ, ତଳ ନ କରିବ। ହାଲେଲୁୟା। ତ ପ୍ରଭୁ ଯୀଶୁ ମଧ୍ୟ ସେଇ ଗଧ ଉପରେ ବସି ଏଇଥିପାଇଁ ଆସିଲେ କାରଣ ସେ নম্র ରାଜା। ହାଲେଲୁୟା, ପ୍ରେଜ ଦ ଲର୍ଡ। ଯେତେବେଳେ ପ୍ରଭୁ ଯୀଶୁ ପ୍ରବେଶ କଲେ ଜେରୁସାଲେମ ମନ୍ଦିରକୁ, ସେମାନେ ଦେଖିଲେ ଆରେ ପ୍ରଭୁ ଯୀଶୁ ତ ଆମକୁ ଖାଇବା ପାଇଁ ଦଉଛନ୍ତି, ପ୍ରଭୁ ଯୀଶୁ ତ ଅଧମାନଙ୍କୁ ସୁସ୍ଥ କରୁଛନ୍ତି, ପ୍ରଭୁ ଯୀଶୁ ତ ମୃତମାନଙ୍କୁ ଜୀବିତ କରୁଛନ୍ତି, ପ୍ରଭୁ ଯୀଶୁ ତ ରୋଗୀମାନଙ୍କୁ ସୁସ୍ଥ କରୁଛନ୍ତି, ଆଉ ସେ ଯଦି ଗଧ ଉପରେ ଆସୁଛନ୍ତି, ଆରେ ସେ ତ ରାଜା। ଲୋକମାନେ କଣ କଲେ? ଖୋଜିର ବାହୁଙ୍କ ହାତରେ ଧରି ତାଙ୍କର ଲୋକା ସବୁ ତାଙ୍କ ସମ୍ମୁଖରେ ବିଛାଇ ହୋଶାନା ଦାଉଦ ସନ୍ତାନ, ଉର୍ଦ୍ଧ୍ୱ ଲୋକରେ ହୋଶାନା, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ। ହାଲେଲୁୟା, ପ୍ରେଜ ଦ ଲର୍ଡ। ସେମାନେ ଭାବୁଥିଲେ ରାଜା ଆସିଗଲେ, ଆଉ ଇସ୍ରାଏଲୀୟ ଲୋକମାନେ ଜଣଙ୍କୁ ଖୋଜୁଥିଲେ, ସେ ହେଉଛନ୍ତି ମସିହା। ମସିହାର ଅର୍ଥ ହଉଛି ଜଣେ, କିନ୍ତୁ ସେ କୋଉ କାମ କରିପାରୁଥିବ? ଦୁଇଟା ସାରା କାର୍ଯ୍ୟ କରିପାରୁଥିବ। ଯାଜକ ମଧ୍ୟ ଥିବ ଏବଂ ରାଜା ମଧ୍ୟ ହେଇଥିବ। ହାଲେଲୁୟା, ପ୍ରେଜ ଦ ଲର୍ଡ। ଇସ୍ରାଏଲ ଜଗିକି ଥିଲେ, ଅପେକ୍ଷାରେ ଥିଲେ, କୋଉ ଦିନ ସେଇ ମସିହା ଆମ ପାଇଁ ଆସିବେ, ସେଇ ଖ୍ରୀଷ୍ଟ ଆମ ପାଇଁ ଆସିବେ, ଯେ ଏକରେ ଯାଜକ ମଧ୍ୟ ଥିବେ, ଦ୍ୱିତୀୟରେ ରାଜା ମଧ୍ୟ ଥିବେ। ସେମାନେ ଅପେକ୍ଷାରେ ଥିଲେ। କିନ୍ତୁ ଯେତେବେଳେ ପ୍ରଭୁ ଯୀଶୁଙ୍କୁ ସେମାନେ ଦେଖିଲେ, ସେମାନେ ଜାଣିଲେ, ଭାବିଲେ ଇଏ ମଧ୍ୟ ଆମମାନଙ୍କର ରାଜା, ଇଏ ଆସୁଛନ୍ତି କଣ କରିବା ପାଇଁ? ଆମମାନଙ୍କୁ ବିଜୟ ଦେବା ପାଇଁ। ସେଥିପାଇଁ ଆକୁ ବିଜୟ ଯାତ୍ରା ବୋଲି କହିଲେ। ହାଲେଲୁୟା, ପ୍ରେଜ ଦ ଲର୍ଡ। ଆଉ ପ୍ରଭୁ ଯୀଶୁ ମଧ୍ୟ ପ୍ରବେଶ କରୁଛନ୍ତି, ସେଇ ସମୟରେ ସେ ଦୁଇଟି କାର୍ଯ୍ୟ କରୁଛନ୍ତି, ଦୁଇଟି ମିନିଷ୍ଟ୍ରି କରୁଛନ୍ତି। ଯେପରି ମସିହା ଇସ୍ରାଏଲର ଲୋକମାନେ ଯାହାକୁ ଖୋଜୁଥିଲେ, ଜଣେ ଯାଜକ ଏବଂ ଆଉ ଜଣେ ରାଜା, ପ୍ରଭୁ ଯୀଶୁ ମଧ୍ୟ ସେଇଭଳି ପ୍ରବେଶ କଲେ। ଆଉ କିନ୍ତୁ ଇସ୍ରାଏଲୀୟ ମାନେ, ଜିହୁଦୀ ମାନେ ଭାବିଲେ ବୋଧେ ପ୍ରଭୁ ଯୀଶୁ କଣ କରିବେ? এই যে রোম সাম্রাজ্য, রোমর রাজা মানে রোম সাম্রাজ্য আম উপরে শাসন করুছি, তাকে কোন করিবে? বিনাশ করিবে প্রভু যীশু। সে রোম সাম্রাজ্যକୁ ভাঙি দেবে প্রভু যীশু, রোম সাম্রাজ্যକୁ ତୋଡ଼ି ଦେବେ ପ୍ରଭୁ ଯୀଶୁ, ଆମକୁ ସ୍ୱାଧୀନତା ଦେବେ, ଆମକୁ ଗୋଟେ ନୂତନ ରାଜ୍ୟକୁ ପ୍ରବେଶ କରିବେ। ପ୍ରଭୁ ଯୀଶୁ ମଧ୍ୟ ରାଜା ଭାବରେ ଆସିଲେ ରାଜ୍ୟକୁ ଜିତିବା ପାଇଁ। କିନ୍ତୁ କୋଉ ରାଜ୍ୟକୁ ଜାଣିଛନ୍ତି? ହାଲେଲୁୟା, ପ୍ରେଜ ଦ ଲର୍ଡ। ମାଥ୍ୟୁ 21:9 ପଢି ଦିଅନ୍ତୁ। ଆଉ
କହିବାକୁ ଲାଗିଲେ ହୋଶାନା ଦାଉଦ ସନ୍ତାନ ପ୍ରଭୁଙ୍କ ନାମରେ ଯିଏ ଆସୁଅଛନ୍ତି ସେ ଧନ୍ୟ ଉର୍ଦ୍ଧ୍ୱ ଲୋକରେ ହୋଶାନା। ହାଲେଲୁୟା ପ୍ରେଜ ଦ ଲର୍ଡ। ହୋଶାନା ଶବ୍ଦର ଅର୍ଥ କଣ ଜାଣିଛନ୍ତି? ହୋଶାନା ଗୀତ ସଂହିତା 118:25 ପଦ। ଯେତେବେଳେ ପ୍ରଭୁ ଯୀଶୁ ପ୍ରବେଶ କରୁଛନ୍ତି ସେମାନେ ସବୁ ହାତରେ ଖିଜୁର ବାହୁଙ୍ଗା ଧରି ହୋଶାନା ଦାଉଦ ସନ୍ତାନ 118:25। ହେ ସଦାପ୍ରଭୁ ଆମେମାନେ ବିନୟ କରୁଅଛୁ ଏବେ ପରିତ୍ରାଣ କର। ହେ ସଦାପ୍ରଭୁ ଆମେମାନେ ବିନୟ କରୁଅଛୁ ଏବେ ସଫଳତା ଆଜ୍ଞା କର। ହାଲେଲୁୟା ପ୍ରେଜ ଦ ଲର୍ଡ। ସେଇ ହୋଶାନା ଶବ୍ଦର ଅର୍ଥ ହେଉଛି ଆମକୁ କଣ କର? ପ୍ରଥମରେ ଆମକୁ ପରିତ୍ରାଣ କର, ଆମକୁ ଉଦ୍ଧାର କର, ଆଉ ଦ୍ୱିତୀୟରେ ସଫଳ କର। ତୁମେ କାର୍ଯ୍ୟ ସଫଳ କର। ପ୍ରଥମେ ଆମକୁ ଉଦ୍ଧାର କର। ପ୍ରଥମେ କଣ କର? ଆମକୁ ଉଦ୍ଧାର କର। ଯଦି ସେଟାକୁ ଆପଣମାନେ ପଢିବେ ଜହନ ତାର 12 ପର୍ବର 13 ପଦରେ ମଧ୍ୟ ଲେଖା ଅଛି, ଖୋଜିରେ ବାହୁଙ୍ଗା ଘେନି ତାହାକୁ ଭେଟିବା ନିମନ୍ତେ ବାହାରି ଗଲେ ଓ ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ, ହୋଶାନା ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ, ଧନ୍ୟ ଇସ୍ରାଏଲର ରାଜା। ହାଲେଲୁୟା ପ୍ରେଜ ଦ ଲର୍ଡ। ସେ ରାଜା କାହାର ରାଜା? ଇସ୍ରାଏଲର ରାଜା, ଜିହୁଦୀମାନଙ୍କ ରାଜା। କିଏ ସେ? ପ୍ରଭୁ ଯୀଶୁ। ଯେତେବେଳେ ସେ ପ୍ରବେଶ କରୁଛନ୍ତି ସେମାନେ ହୋଶାନା ହୋଶାନା କହୁଥିଲେ। ହୋଶାନା ଶବ୍ଦର ଅର୍ଥ ଏଇଠି ଆପଣମାନେ ଦେଖିପାରିବେ ସେଇ ଜହନ 12ର ଯୋଉ ଲେଖା ହେଉଛି ହୋଶାନା ଶବ୍ଦ, ତାପରେ ଦୁଇଟା ଷ୍ଟାର ଦିଆହଉଛି ଉପରେ, ତଳେ ଲେଖା ହେଇଛି ଏଇ ଶବ୍ଦର ଅର୍ଥ ପରିତ୍ରାଣ କର ବା ମଙ୍ଗଳ ଦିଅ ବା ଜୟ ପ୍ରଦାନ କର। ହାଲେଲୁୟା ପ୍ରେଜ ଦ ଲର୍ଡ। ହୋଶାନା ଶବ୍ଦର ଅର୍ଥ ପରିତ୍ରାଣ କର, ମଙ୍ଗଳ ଦିଅ ବା ଜୟ ପ୍ରଦାନ କର। ଯେତେବେଳେ ସେମାନେ କହୁଛନ୍ତି ହୋଶାନା, ସେତେବେଳେ କଣ କହୁଛନ୍ତି? ହେ ଆମ ରାଜା, ହେ ଇସ୍ରାଏଲର ରାଜା, ତୁମେ ଆମକୁ କଣ କର? ପରିତ୍ରାଣ କର, ଆମକୁ ମଙ୍ଗଳ ଦିଅ, ଆମକୁ ଜୟ ପ୍ରଦାନ କର। ହାଲେଲୁୟା ପ୍ରେଜ ଦ ଲର୍ଡ। କିନ୍ତୁ ସେମାନେ କଣ ଭାବୁଥିଲେ? ସେମାନେ କାହା ଉପରେ ଜୟ ପାଇଁ କହୁଥିଲେ ପ୍ରଭୁ ଯୀଶୁଙ୍କୁ? ରୋମ ସାମ୍ରାଜ୍ୟ। ସେତେବେଳେ ରୋମ ସାମ୍ରାଜ୍ୟ ଶାସନ କରୁଥିଲା, ସେଥିପାଇଁ ଇସ୍ରାଏଲ ମାନେ ଜିହୁଦୀ ମାନେ ପ୍ରଭୁ ଯୀଶୁଙ୍କୁ ହୋଶାନା କହିବା ଦ୍ୱାରା କହୁଥିଲେ ଯେ ତୁମେ ଆମକୁ କଣ କର? ପରିତ୍ରାଣ କର, ମଙ୍ଗଳ ଦିଅ ଆଉ ଜୟ ପ୍ରଦାନ କର। କାହା ଉପରେ ଜୟ ପ୍ରଦାନ କର? ରୋମ ସାମ୍ରାଜ୍ୟ ମାନଙ୍କ ଉପରୁ। ରୋମ ସାମ୍ରାଜ୍ୟର ରାଜା ମାନେ ଆମକୁ ଅତ୍ୟାଚାର କରୁଛନ୍ତି, ଆମକୁ ଶାସନ କରୁଛନ୍ତି, ସେମାନେ ନୃଶଂସ ଭାବରେ ଆମ ଉପରେ ଅତ୍ୟାଚାର କରୁଛନ୍ତି, ଶାସନ କରୁଛନ୍ତି। ତୁମେ ସେ ରାଜାକୁ କଣ କର? ହରେଇ ଦିଅ, ପରାସ୍ତ କର, ଆଉ ଆମକୁ ପରିତ୍ରାଣ କର, ଆମକୁ ମଙ୍ଗଳ ଦିଅ, ଆମକୁ ବିଜୟ କର। ହାଲେଲୁୟା। କିନ୍ତୁ ପ୍ରଭୁ ଯୀଶୁ এই রোম সাম্রাজ্যକୁ ପରାସ୍ତ କରିବା ପାଇଁ ନୁହେଁ, ମାତ୍ର କୋଉ ସାମ୍ରାଜ୍ୟକୁ ପରାସ୍ତ କରିବା ପାଇଁ ସେଦିନ ପ୍ରବେଶ କଲେ? ସେଇ ନରକର ସାମ୍ରାଜ୍ୟ, ଶୈତାନର ସାମ୍ରାଜ୍ୟ, ଅନ୍ଧକାରର ସାମ୍ରାଜ୍ୟ, ପାପର ସାମ୍ରାଜ୍ୟକୁ ସେ ବିନଷ୍ଟ କରିବା ପାଇଁ ଏହି ଜଗତକୁ ଆସୁଥିଲେ ସେଇଦିନ। ହାଲେଲୁୟା ପ୍ରେଜ ଦ ଲର୍ଡ। ସେଦିନ ଜେରୁସାଲେମ ମନ୍ଦିରକୁ ସେ ପ୍ରବେଶ କଲେ ଗୋଟେ ରାଜା ସ୍ୱରୂପେ, ଗୋଟେ ନମ୍ର ଗନ୍ଧର୍ବ ଶାବକ ରହି ସ୍ୱରୂପେ ସେ ପ୍ରବେଶ କଲେ ଜେରୁସାଲେମକୁ ସତ। କିନ୍ତୁ ସେ କିପରି ରାଜା ଭାବରେ ସେ ଆସିଲେ? ଜଣେ ନମ୍ର ରାଜା। ସେ କୋଉ ରାଜ୍ୟକୁ ପରାସ୍ତ କରିବା ପାଇଁ ଆସିଲେ? ନରକର ରାଜ୍ୟ। ନରକର ରାଜ୍ୟକୁ ପରାସ୍ତ କରିବା ପାଇଁ ଆସିଲେ। ହାଲେଲୁୟା ପ୍ରେଜ ଦ ଲର୍ଡ। ଯଦି ପୁଣି ଥରେ ଆମେ ସେଇ ମାଥ୍ୟୁ 21:9 ସେଠି ପଢିବା, ହୋଶାନା ଦାଉଦ ସନ୍ତାନ। ଦାଉଦ ସନ୍ତାନ କହିଲେ ଦାଉଦର ବଂଶରେ ସେ ଆସୁଅଛନ୍ତି। ବଂଶ ଯେତେବେଳେ ଏଠି ସନ୍ତାନ ବୋଲି କୁହାଯାଏ, ଜିହୁଦୀ ଲୋକମାନଙ୍କର ସନ୍ତାନ ବୁଝିବାର ଅର୍ଥ ଯାହାଙ୍କର ସନ୍ତାନ ବୋଲି କୁହାଯାଏ ତାଙ୍କର ଯୋଉ ଗୁଣ, ଯୋଉ କ୍ୟାରେକ୍ଟର ଥିଲା, ଯୋଉ ରୂପ ଥିଲା, ଯେମିତି ସେ କାମ କରୁଥିଲେ, ଯୋଉ ପାୱାର ଥିଲା, ଯୋଉ ସାମର୍ଥ୍ୟ ଥିଲା, ତାକୁ ହିଁ ଦର୍ଶାଏ। ଯେତେବେଳେ ସେମାନେ କହୁଛନ୍ତି ଦାଉଦ ସନ୍ତାନ, ସେତେବେଳେ ପ୍ରଭୁ ଯୀଶୁଙ୍କୁ କଣ ଦର୍ଶାଉଛନ୍ତି? ସେକେଣ୍ଡ ଦାଉଦ ସ୍ୱରୂପ। ଦାଉଦ କଣ କରିଥିଲେ? ଗୋଲିଆତକୁ ବଧ କରିଥିଲେ, ଆଉ ଫିଲିଷ୍ତୀୟମାନଙ୍କ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କରିଥିଲେ। ସେଥିପାଇଁ ଜିହୁଦୀମାନେ ମଧ୍ୟ ଭାବିଲେ, ଆରେ ଇଏ ତ ଦାଉଦ ସନ୍ତାନ, ସେଥିପାଇଁ କହୁଛନ୍ତି ହୋଶାନା, ଆମକୁ ପରିତ୍ରାଣ କର, ମଙ୍ଗଳ ଦିଅ, ଜୟ ପ୍ରଦାନ କର। ହେ ଦାଉଦ ସନ୍ତାନ, ଅର୍ଥାତ୍ ଦାଉଦ ଯେମିତି ଗୋଲିଆତକୁ ପରାସ୍ତ କରି ଫିଲିଷ୍ତୀୟମାନଙ୍କ କବଳରୁ ଇସ୍ରାଏଲମାନଙ୍କୁ ମୁକ୍ତ କରିଥିଲେ, ତୁମେ ମଧ୍ୟ ସେମିତି କାହାକୁ ପରାସ୍ତ କର? এই ରୋମ ସାମ୍ରାଜ୍ୟକୁ ପରାସ୍ତ କର, ଆଉ ଇସ୍ରାଏଲମାନଙ୍କୁ ମୁକ୍ତ କର, ଆଉ ତୁମେ ରାଜା ହୁଅ। କିନ୍ତୁ ପ୍ରଭୁ ଯୀଶୁ ରାଜା ସ୍ୱରୂପେ ଆସିଲେ ସତ, ସେ ଗୋଲିଆତକୁ ମାରିବା ପାଇଁ ଆସିଲେ ସତ। କୋଉ ଗୋଲିଆତକୁ ମାରିବା ପାଇଁ ସେ ଆସିଥିଲେ? ସେଇଦିନ ସେ ମୃତ୍ୟୁର ଗୋଲିଆତ। ହାଲେଲୁୟା ପ୍ରେଜ ଦ ଲର୍ଡ। ସେଇଦିନ ସେ ଗୋଲିଆତ ସାମ୍ନାରେ ସବୁ ଇସ୍ରାଏଲର ସୈନ୍ୟମାନେ ଡରିଲେ, ଭୟଭୀତ ହେଲେ। ରାଜା ସାଉଲ ମଧ୍ୟ ଭୟଭୀତ ହେଇଗଲେ। ରାଜା ସାଉଲ ମଧ୍ୟ କଣ ହେଇଗଲେ? ଭୟଭୀତ ହେଇଗଲେ।
ବାବା ମୁଁ ତା ସହିତ ପାରିବି ନାହିଁ, ମୁଁ ଯାଇକି ଗୋଟେ କୋଣରେ ଲୁଚେ। କିନ୍ତୁ ଦାଉଦ କଣ କଲେ, ସେ ଆସିଲେ ତାହାକୁ ପରାସ୍ତ କଲେ, ଗୋଲିଆତକୁ ପରାସ୍ତ କଲେ, ତା ମୁଣ୍ଡକୁ ଛେଦନ କଲେ। ସେମିତି ପ୍ରଭୁ ଯୀଶୁ ଆସିଲେ ଦାଉଦ ସନ୍ତାନ ସ୍ୱରୂପେ ସେ କାହାକୁ ପରାସ୍ତ କରିବା ପାଇଁ, ନରକର ବଳ, ସେଇ ଯୋଉ ଗୋଲିଆତ ଯାହା ନାଁ ହଉଛି ମୃତ୍ୟୁ, ଯିଏ ସମସ୍ତଙ୍କୁ ମାରି ଦେଇଥିଲା। ଯିଏ ବି ଆସୁ, ଯେତେ ହିଁ ଆସୁ, ଯେତେ ଭାବବାଦୀ, ଯେତେ ଭବିଷ୍ୟତ, ଯେତେ ହିଁ ବି ଆସନ୍ତୁ, ସମସ୍ତେ କଣ ହଉଥିଲେ, ଯେତେବେଳେ ତା ସହିତ ସାମ୍ନା କରୁଥିଲେ, ମୃତ୍ୟୁ ସହିତ ସାମ୍ନା କରୁଥିଲେ, ସେମାନେ କଣ ହଉଥିଲେ, ପରାଜୟ ହେଇଯାଉଥିଲେ, ହାରି ଯାଉଥିଲେ। ସମସ୍ତଙ୍କୁ ସେ ମୃତ୍ୟୁ ମାରି ତାର ବନ୍ଧନ ମଧ୍ୟରେ ରଖି ତଳେ ରଖି ଦେଇଥିଲା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। କିନ୍ତୁ ପ୍ରଭୁ ଯୀଶୁ ଯେତେବେଳେ ଆସିଲେ, ସେ କୋଉ ଗୋଲିଆତକୁ ମାରିବା ପାଇଁ ଆସିଲେ, ସେ ମୃତ୍ୟୁ ରୂପକୁ ଗୋଲିଆତକୁ ମାରିବା ପାଇଁ ଆସିଲେ, ଆଉ ତାର ମସ୍ତକ ଛେଦନ କଲେ, ଆଉ ମୃତ୍ୟୁର ନାହୁଡକୁ, ମୃତ୍ୟୁର ବଳକୁ କଣ କଲେ, ଭାଙ୍ଗିଦେଲେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆମେ ପଢିବା ପ୍ରଭୁ ଯୀଶୁ କଣ ପାଇଁ ଏଇ ଜଗତକୁ ସେ ଆସିଲେ, କଣ ପାଇଁ ଆଜି ତାଙ୍କର ବିଜୟ ଯାତ୍ରା। ଆଜି କୋଉ ସପ୍ତାହର ଆରମ୍ଭର ଦିନ, କି ସପ୍ତାହ ବୋଲି କୁହାଯାଏ, ଯେହେତୁ ଗୁଡ୍ ଫ୍ରାଇଡେ ଅଛି, ଦୁଃଖ ଭୋଗର ସପ୍ତାହ, ଶୋକ ଭୋଗର ସପ୍ତାହ, ଦୁଃଖ ଭୋଗର ସପ୍ତାହ। ସେଇ ସପ୍ତାହର ପ୍ରଥମ ଦିନରେ ପ୍ରଭୁ କିପରି ଏଣ୍ଟ୍ରି କରୁଛନ୍ତି, ରାଜା ଭାବରେ ଏଣ୍ଟ୍ରି କରୁଛନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆମେ ପଢିବା ପ୍ରଥମ ଜନ 3 ପର୍ବ 8 ପଦ। ପ୍ରଥମ ଜନ 3 ପର୍ବ 8 ପଦ। ସେ କଣ ପାଇଁ ଆସିଲେ, କୋଉ ରାଜ୍ୟକୁ ପରାସ୍ତ କରିବା ପାଇଁ, କୋଉ ରାଜାକୁ ହରାଇବା ପାଇଁ ସେ ଆସିଲେ ପ୍ରଭୁ ଯୀଶୁ। ପ୍ରଥମ ଜନ 3 ପର୍ବ 8 ପଦ। ଯେ ପାପ କରେ, ଯେ ପାପ କରେ ସେ ଶୈତାନରୁ ଜାତ, କାରଣ ଶୈତାନ ଆରମ୍ଭରୁ ପାପ କରି ଆସୁଅଛି। ଶୈତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ହିଁ ଈଶ୍ୱରଙ୍କ ପୁତ୍ର ପ୍ରକାଶିତ ହେଲେ। ହାଲେଲୁୟା, କାହାର କାର୍ଯ୍ୟକୁ ବିନାଶ କରିବା ପାଇଁ, ଶୈତାନର କାର୍ଯ୍ୟକୁ ବିନାଶ କରିବା ପାଇଁ ମନୁଷ୍ୟ ପୁତ୍ର ଆସିଲେ, ବା ଈଶ୍ୱରଙ୍କ ପୁତ୍ର ଆସିଲେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ସେ ଏଇ ଜଗତର ରାଜା ମାନଙ୍କୁ ପରାସ୍ତ କରିବା ପାଇଁ ନୁହେଁ, ସେ ଏଇ ଜଗତର ରାଜା, ସେ ରୋମ ସାମ୍ରାଜ୍ୟର ରାଜା କିମ୍ବା ଆଉ କୌଣସି ସାମ୍ରାଜ୍ୟର ରାଜାକୁ ପରାସ୍ତ କରିବା ପାଇଁ ନୁହେଁ, ମାତ୍ର କାହାକୁ ପରାସ୍ତ କରିବା ପାଇଁ ଆସିଲେ, ସେ ଶୈତାନର କାର୍ଯ୍ୟକୁ ପରାଜୟ କରିବା ପାଇଁ ସେ ଆସିଲେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପରମେଶ୍ୱର ପ୍ରଭୁ ଯୀଶୁ ସେ କଣ କହନ୍ତି, ପରମେଶ୍ୱର। ଆରେ ତାଙ୍କୁ ଯଦି ରାଜାକୁ ପରାସ୍ତ କରିବାର ଥିଲା, ସେ ଉପରୁ ଥାଇକି ପରାସ୍ତ କରିପାରିବା ପରମେଶ୍ୱର। ଯେତେବେଳେ ନବୁକଦ୍ନେସର ସେ ନିଜକୁ ଗର୍ବ କଲା, କହିଲା ମୋ ଭଳି ରାଜା ଆଉ କେହି ନାହାନ୍ତି, ମୋ ରାଜ୍ୟରେ କଣ ହୁଏନି, ସୂର୍ଯ୍ୟ ଅସ୍ତ ହୁଏନି। ତାମାନେ ତା ରାଜ୍ୟ କୋଉଠି, ଅନ୍ଧକାର। ନବୁକଦ୍ନେସର ସେ କହୁଥିଲା ମୋ ରାଜ୍ୟରେ ସୂର୍ଯ୍ୟ ଅସ୍ତ ହୁଏନି, ତା ରାଜ୍ୟ ହଉଛି ସ୍ୱର୍ଣ୍ଣର ରାଜ୍ୟ, ସୁନାର ରାଜ୍ୟ ତା ରାଜ୍ୟ, ଆଉ ସେଠି ସୂର୍ଯ୍ୟ ଅସ୍ତ ହୁଏନି। କୋଉଠି ସୂର୍ଯ୍ୟ ଅସ୍ତ ହବନି, ତା ରାଜ୍ୟ ସାରା ପୃଥିବୀରେ କଭର ହେଇଥିଲା, ପୁରା ଅଲ୍ ଓଭର ୱାର୍ଲ୍ଡ, ପୁରା ପୃଥିବୀ ସାରା ସେ କଭର କରିସାରିଥିଲା ତା ରାଜତ୍ୱ। ସେଥିପାଇଁ ତା ରାଜ୍ୟରେ ସୂର୍ଯ୍ୟ ଅସ୍ତ ହଉନଥିଲା। ବୁଝିପାରିଲେ, ଆସୁନାର ତାର ଚମକ କରୁଥିଲା ନା ସାରା ପୃଥିବୀରେ ଯଦି ଜଣେ ରାଜା ହବ, ତା ରାଜ୍ୟରେ କଣ କେବେ ସୂର୍ଯ୍ୟ ବୁଡ଼ିବ କି? କେବଳ ଯିଏ ଯଦି ଭାରତର ରାଜା ହେଇଥିବ, ତାହେଲେ ସକାଳେ 6ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖାଯିବ, ତାପରେ ସୂର୍ଯ୍ୟ କଣ ହବ, ବୁଡ଼ିଯିବ। ତା ରାଜ୍ୟ ଯଦି ଆମେରିକା ବି ଥିବ, ଅଷ୍ଟ୍ରେଲିଆରେ ବି ଥିବ, ଜାପାନରେ ବି ଥିବ, ଚୀନରେ ଥିବ, ସୂର୍ଯ୍ୟ ବୁଡ଼ିବ କି? ତା ରାଜ୍ୟରେ କେବେ ସୂର୍ଯ୍ୟ ବୁଡ଼ିବ ନାହିଁ। ନବୁକଦ୍ନେସର ରାଜ୍ୟ ସାରା ପୃଥିବୀରେ ଥିଲା, ସେଥିପାଇଁ ତା ରାଜ୍ୟରେ ସୂର୍ଯ୍ୟ ବୁଡ଼ୁ ନଥିଲା। ଆରେ ଯେ ସାରା ପୃଥିବୀକୁ ଜିତି ଯାଇଥିଲା, ପରମେଶ୍ୱର ତାକୁ ହରାଇବା ପାଇଁ କଣ କଲେ ଜାଣିଛନ୍ତି? ସେଇ ଉପରେ ବସିକି କହିଲେ, ଦାନିଏଲକୁ କହିଲେ, ଦାନିଏଲ ତାକୁ କହରେ, ବେଶୀ ଗର୍ବ କରୁଛି, ସେ ଯିବ କଣ ହବ, ଛେଳି ଭଳି ଘାସ ଚରିବ, ଶିଆଳ ଭଳି ଜଙ୍ଗଲରେ ରହିବ। ସେଇଭଳି ନବୁକଦ୍ନେସର ରାଜା କଣ ହେଲା, ଏମିତି ଆସିଲା ବିପତ୍ତି ତାର ସାମ୍ରାଜ୍ୟ ବାବିଲୋନ ଉପରକୁ। ସେ କଣ ହେଲା, ଗାଈ ଗୋରୁ ଭଳି ଯାଇକି ଘାସ ଚୁବେଇଲା, ଘାସ ଖାଇ ଚଳିଲା। ପରମେଶ୍ୱରଙ୍କୁ ଯଦି এই পৃথিবীর রাজত্ব କରିବାକୁ হବ, ତାହେଲେ ତାଙ୍କୁ ସେଇ ସିଂହାସନ ଛାଡ଼ିବାକୁ ପଡ଼ିବ ନାହିଁ। ସେ ସେଇଠି ଥାଇ ଏଠିକାର ରାଜାମାନଙ୍କୁ ପରାସ୍ତ କରିବେ। କିନ୍ତୁ କୋଉ ରାଜାକୁ ପରାସ୍ତ କରିବା ପାଇଁ ସେ ଦେହଧାରୀ ହେଲେ? ଶୈତାନର ସମସ୍ତ କାର୍ଯ୍ୟକୁ ବିନାଶ କରିବା ନିମନ୍ତେ ମନୁଷ୍ୟ ପୁତ୍ର ପ୍ରକଟିତ ହେଲେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପଢିବା ଏପ୍ରିଲ ତାର 2 ପର୍ବ 14 ପଦ।
परमेश्वर केबे मरि पारिबे नाही। प्रभु यीशु जेतरे से परमेश्वर थिले, जेतरे से सिंहासन थिले, से केबे मरि पारि न थाते। परंतु ଅତ୍ୟନ୍ତ ସନ୍ତାନ ମାନେ ରକ୍ତ ମାଂସ ସହଭାଗୀ ହୋଇଥିବାରୁ ସେ ମଧ୍ୟ ନିଜେ ସେହିପରି ସେଥିରେ ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀକୁ ଅର୍ଥାତ୍ ଶୈତାନକୁ ବିନାଶ କରନ୍ତି। हालेलुया, प्रेज द लॉर्ड। अरे से परमेश्वर से केबे मरिबे नाही, किंतु काहाको विनाश करे अपने से देहधारी हेले ଶୈତାନ से प्रथमे मरिबे। मरिले से ता बळକୁ भांगिबे ना केमिति भांगिबे, ताको सामना कले से ताको हरेबे। ଲେଖା ହେଇଛି ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁକୁ मृत्यु द्वारा मृत्यु को हरेबे। आपण यदि युद्ध क्षेत्र को जिबे नाही, सेठी आपण युद्ध जीति पारिबे ना। प्रथमे युद्ध करिबाको पड़िबो, सामना करिबाको पड़िबो। सेठी पाए प्रभु यीशु यदि देहधारी हेले, कोन पे देहधारी हेले, एबे 2:14 कोन लेखा अछि? ଅତ୍ୟନ୍ତ ସନ୍ତାନ ମାନେ ରକ୍ତ ମାଂସର ସହଭାଗୀ ହୋଇଥିବାରୁ संतान माने रक्त मांसर सहभागी हेथिबारु ସେ ନିଜେ ସେହିପରି से मध्य निजे सेही भरी रक्त मांसर सहभागी हेले, ଆଜ୍ଞା ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀକୁ जेपरी मृत्यु द्वारा मृत्युर अधिकारी को ଅର୍ଥାତ୍ ଶୈତାନକୁ ବିନାଶ କରନ୍ତି। अर्थात शैतान को विनाश करती। हालेलुया, प्रेज द लॉर्ड। से दिनो से राजा स्वरूप प्रवेश करे इस्राएल माने जिहुदी माने भाबिले अरे हम राजा आसी गले जे हमकु फ्री रे खाया पे दे दबो। दुईटा रोटी दुईटा माछ 5टा रोटी जदि 5000 लोक को खुआई दबो, जदि से राजा हे दियो बाबा रे अब हम काम भी करबा नहीं, खाली जीवा तांग पाखरे बसिबा, गुटे दुईटा माछ ले आसीबा कहबा राजा माछ को पूरा बढ़ी दियो ना, पूरा बाहाबर अछि बाहाबर राजा पूरा एते खर्च को माछ दुईटा बढ़ी दियो ना, कुकुड़ा को दुईटा कुकुड़ा को धरलाडी के कहता राजा बढ़ी दियो, चिकन दुईटा हम आनिछु बोलो बढ़ी दियो ना, 500टा हे जातो हमरा जो हमरो खासी दुईटा को धरलाडी कहबे 5-10टा खासी कर दियो तू। इस्राएल माने जिहुदी माने सेमिति भाबी के समान पूरा उत्साहित पूरा आनंदित हुआ कि राजा हमरो आमे जदि जरो हेबा आसीबा राजा आज्ञा मते जरो हेबि कि प्रार्थना करे प्रभु यीशु सुस्त हो गया। जदि के मरिबा राजा मो बापा मरिगला, राजा दिबे ए बाहर जदि राजा बोले राजा ଭାରି ଆସ। come out बाहर आसो, तो जिहुदी माने इस्राएल माने पूरा ताको मन में लड़ू फुटा कहले बा राजा कोडे राजा में बाइजू जे दीटा माछ को 5000 लोक मान को खोई देबे बाबा टेंशन किछि नाही भाई, पूरा जीवन पूरा आनंद रे बीतिबो, सर्व हे जीवा हम जीवन रोग दुख रहइबो नाही, हम मरिबा भी नाही, मरिले तो से बंचे देबे किछि टेंशन नाही। आ जदि से आसी रोम साम्राज्यर से राजा को हरई दियति ताहले से हमर राजा हे जिवे, हम खाली लाभ ऊपर लाभ हमर। हालेलुया, सेमिति भाबुथिले किंतु प्रभु यीशु काहाको पराजय करिया पे आसे ଶୈତାନ ନରକର ବଳ काहा द्वारा ମୃତ୍ୟୁ ଦ୍ୱାରା मृत्यु द्वारा। अरे से मरिया पे आसे, से मारिया पे नुहे, से मरिया पे आसिले कोन पाई, से मृत्युर बळ को भांगिबा पाई। आज समस्त आसिले सब राजा सारा पृथ्वी को जीति गले नपुंसक, हेले मृत्यु सामना रे गुटे कुकुड़ा छुआ बोले मरि गले सफा जो 6 फुट तळको गले और पता होता नहीं। अलेक्जेंडर द ग्रेट सारा पृथ्वी को जीति गला, मृत्यु सामने रे फिका पड़ी गला। हिटलर जे माने जिहुदी लोक मानको 4 लाख कि केते लोक जिहुदी लोक मानको से गुटिया मार देला, जेते बेले तार मृत्युर पाई आसिला से हटि गला। माइकल जैक्सन जे बड़ा मु 150 वर्ष बंचिबी से भी हटि गला, तार पता होता नहीं। केते महान महारथी सारथी केते कोन सब आसिले, से मृत्यु को जेते बेले सामना कले तापर रांगड़ पड़ी गला। जेमति कुकुर बंका थिबो से ना जेते डरी थिबो जाकी दबो, समस्त परिस्थिति से मिले गला, आ से मृत्यु समस्त को धरी ता भीतर नै रखि देला। बाप तू उठी पारिबो ना। हालेलुया, प्रेज द लॉर्ड। एमिति कोनसी राजा नाइ जे मृत्यु को जीति, सेति पाए प्रभु कोन कले, से जेते बेले परमेश्वर थिले से केबे मोरी पारि न थांते। आ ईश्वर को वाक्य मध्ये कुहे मु मो निज प्राण दिए केही मो ठारू नै पारिबो नाही, मु एथि पाइ दिए जेमति अन्य माने कोन करतु पापी। हालेलुया, प्रेज द लॉर्ड। आ से आम बळी मांस रक्तर सहभागी हेले कोन पाइ
मृत्यु को सामना करिवे मृत्यु सहित लड़िवे आ मृत्युर बल को भांगिवे हालेलुया प्रेज द लॉर्ड सेति पई से आसिले राजा स्वरूप आसिले किंतु नम्र हे से आसिले हालेलुया प्रेज द लॉर्ड एठी हमरा देखलु से किपरि आसिले राजा किंतु जीवती माने काहा को अपेक्षा करथिले मसीहा तार दीटा क्वालिटी रहबा दरकार गोटे क्वालिटी होची जाजक सेकंड क्वालिटी राजा आमे एबे देखिलु को क्वालिटी राजा को क्वालिटी प्रभु यीशु राजा भाबे आसिले एई जगतर राज्य को परास्त करिया पय नुहे मात्र को राज्य को परास्त करिया पय नरकर राज्य अंधकार राज्य मृत्युर राज्य को विनाश करिया पय से राजा स्वरूप आसिले हालेलुया एटा तो समस्त जानि छथि विजय यात्रा से आसिले राजा स्वरूप किंतु आ गोटे विषय आज रहस्य हे रहि जायछि प्रभु यीशु को पय आज जदि से राजा ही आसिले ताले तो से राजा ही थाते मोने हालेलुया प्रेज द लॉर्ड आपण जाने पे चाहछन आज्ञा कोन भाई पुणी थरे एग्री से दुई पर्व 15 पद टी पढनु 14 पद पढि दिले 15 पद पढनु मृत्युर भୟରେ ଯେଉଁମାନେ ଯାବଜୀବନ ଦାସତ୍ୱର ବନ୍ଧନରେ ଥିଲେ ସେମାନଙ୍କୁ ସେ ଉଦ୍ଧାର କରନ୍ତି हालेलुया प्रेज द लॉर्ड काहा को उद्धार करंती जो माने मृत्युर भୟରେ ଯାବଜୀବନ थरबर होती को माने आपण मृत्यु को डरछथि कोन डर नाकी मृत्युर बल को भांगी देछ हम बाबा हम राजा भांगी देछ मृत्युर बल को हमें मृत्यु को भय करबा नाही हालेलुया प्रेज द लॉर्ड आज ईश्वर को राज्य ईश्वर को मंडलीर लोक माने मृत्यु को भय करू नाहांती किंतु बाहर लोक माने भय करछन मोरिबा कथा आसे मजबी मुझे विषय केते भय केते चिंता कोन हो कोन नाही कोन असुविधा किंतु प्रभु यीशु कोन करे जो माने मृत्युर भय रे थिले से मानकु मृत्युर भय रु बाहर करबा पाई से आसिले आ मृत्युर बल को भांगिले हालेलुया प्रेज द लॉर्ड आगु को मध्य आसुची हमरे सुनिबा गुड साइड रे किंतु ताकू आज मध्य आज आउत्रा मान को कहि दोछि बे साक्ष्य प्रभु यीशु कोन करे काहा को भांगी चंती मृत्युर बल सेति पई आज ईश्वर को राज्य रे मृत्युर भय नाही कोन पई मृत्युर नाहड़ को से कोन करे भांगी दे चंती मृत्युर नाहड़ कोन मृत्युर नाहड़ कोन भय जेते रोटी सारथी महारथी 6 फुट वाला 6 फुट रो आदमी हेताओ 22 फुट रो लोक हेताओ कि जेते बड़ हेताओ से काहा को मारू डरिबो नाही किंतु गोटे विषय को डरिबो काहा मृत्यु जेते बड़ थारो मृत्युर कथा आसीबो ए बाबू मु मरिबा को चाहू रे मते जे केंति करिबो से दियो मु मरिबि नाही जेते मृत्युर कथा आसीबो समस्त थरहर होई जिवे किंतु ईश्वर को राज्य लोक माने मृत्यु को डरती नाही कोन पाए कारण मृत्युर बल मृत्युर नाहुड़ जो भय थिला किए भांगी देछ मो बापा भांगी देछ मो बाबा हम स्वर्गस्थ प्रेमिक पिता प्रभु यीशु से चाखिले आ भांगी दे हालेलुया प्रेज द लॉर्ड एतने कोन से विषय एक विषय जदि थिबो ताकू के जे प्रथमे टेस्ट करे से जानि पारे ना से विश्वर पावर केते मु केते तड़पिबी प्रभु यीशु कोन कले से प्रथमे मृत्युर स्वाद को चाखिले कोन पई स्वाद को चाखिले जेमिति आमु आउ से स्वाद चाखिबा को न पड़े हालेलुया प्रेज द लॉर्ड केते महान प्रेम पिता से आमु पई से मृत्युर स्वाद को चाखिले जेमिति आमु आउ चाखिबा को न पड़े थरे जने प्रभुଙ୍କର ଦାସ ଆଉ ସେ ଦର୍ଶନ ଦେଖୁଥାନ୍ତି ତାକୁ ପ୍ରଭୁ ସ୍ୱର୍ଗକୁ ଉଠେଇ ଦେଇ ଗଲେ ସେଇଠି ସେ ଦାସ ଦେଖିଲେ ଆରେ ଏମାନଙ୍କୁ ତ ସେଦିନ ବେକ କାଟିକି ମାରି ଦେଇଥିଲେ ଆଉ ସେ ସାଙ୍ଗେ ସାଙ୍ଗେ ଦୌଡ଼ି ଯାଇ ତାକୁ କହିଲେ ଭାଇ ପ୍ରେଜ ଦ ଲର୍ଡ ତମେ କେମିତି ଅଛ ଏଇ ସ୍ୱର୍ଗରେ କେମିତି ତୁମେ ଖୁସିରେ ଅଛ ଆନନ୍ଦିତ ଅଛ ସେ କହିଲେ ବହୁତ ଆନନ୍ଦିତ ଆଉ ତାକୁ ପଚାରିଲେ ଭାଇ ମୁଁ ଗୋଟେ ବିଷୟ ପଚାରିବି ତୁମକୁ ମୋତେ ଯେ କହିପାରିବ ସେ କହିଲେ ହଉ ପଚାରନ୍ତୁ ଆଉ ସେ ପ୍ରଭୁଙ୍କ ଦାସ ତାଙ୍କୁ ପଚାରୁଛନ୍ତି ଭାଇ ଯେତେବେଳେ तुमको से सामने आंठी थिले आ छुरी रे एमिति बेको काटुथिले तुमको केते कष्ट लागुथि से भाई कहिले जेते बडे सामने छुरी आनी को बेको पाखर लगै छथि मो बापा प्रभु जी स्वासी मो सामने ठिया हेले आ कहिले पुरे बाहर आमेन हालेलुया मु किछि जानि पारली नै कष्ट कोन हालेलुया प्रेज द लॉर्ड
କାରଣ ମୃତ୍ୟୁର ବଳ ଯୋଉ ନାହୁଡ ଯୋଉ ଭୟକୁ କିଏ ଭାଙ୍ଗି ଦେଇଛନ୍ତି? ପ୍ରଭୁ ଯୀଶୁ ଭାଙ୍ଗି ଦେଇଛନ୍ତି। ଯେତେବେଳେ ତାଙ୍କ ମଧ୍ୟରେ ଆତ୍ମା ଥିଲା, ସେଇ ଭାଇଙ୍କ ଭିତରେ ଆତ୍ମା ଥିଲା ଶରୀରରେ, ପ୍ରଭୁ ଯୀଶୁ କଣ କଲେ? ପୁଅରେ ବାହାରିଆ ସେ ଦେହ ଛାଡ଼ିଲେ। ତାପରେ ଯେତେ ତାକୁ କାଟ ଭୁସ୍ ଲାଗିବ କିଛି କଷ୍ଟ ଲାଗିବ ନାହିଁ। ହାଲେଲୁୟା। ଯେତେବେଳେ ସ୍ତିଫାନକୁ ପାଉଲଙ୍କ ନେତୃତ୍ୱରେ ପଥର ଫୋପାଡା ଯାଉଛି, ସରି ପାଉଲ ନୁହେଁ, ସେତେବେଳେ ସେ ସାଧୁ ପାଉଲ ନଥିଲେ, ସେତେବେଳେ ସେ ବୀର ସାଉଲ ଥିଲେ। ସେ କଣ କଲେ? ଲୋକମାନଙ୍କୁ ପଛଆଡୁ ଠିଆଇକି ଉସ୍କେଇ ଦେଲେ, ସ୍ତିଫାନକୁ କଣ କର? ପଥର ଫୋପାଡି ମାର। ସ୍ତିଫାନକୁ ପଥର ଫୋପାଡୁଥାନ୍ତି ଲୋକମାନେ, କିନ୍ତୁ ବାକ୍ୟରେ ଲେଖାଯାଏ ସ୍ତିଫାନ କଣ କଲେ? ଠିଆ ହେଲେ, ଦୁଇ ହାତ ଉର୍ଦ୍ଧ୍ୱକୁ ଉଠେଇଲେ ଆଉ କହିଲେ, ମୁଁ ପିତାଙ୍କ ନିକଟରେ, ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ମୋର ପ୍ରଭୁ ଯୀଶୁଙ୍କୁ ମୁଁ ଦେଖୁଛି। ହାଲେଲୁୟା। କେବେ ଆପଣ ଏଟା ଚିନ୍ତା କରିପାରୁଛନ୍ତି? ଯୋଉଙ୍କୁ ପଥର ଫୋପଡ଼ା ହଉଥିବ, ପଥର ମାନେ ଏତିକି ଟିକି ଗୁଣି ବଡ ବଡ ପଥର ଗେଟି କି ଏଡେ ବଡ ବଡ ଉଠୁଥିବେ, ଫିଙ୍ଗୁଥିବେ, କିନ୍ତୁ ସେ ଯେମିତି କଷ୍ଟ ହଉନାହିଁ, ଠିଆ ହେଇଛନ୍ତି, କହୁଛନ୍ତି ମୁଁ ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ମୋର ପ୍ରଭୁ ଯୀଶୁଙ୍କୁ ମୁଁ ଦେଖୁଛି। ହାଲେଲୁୟା। କଣ ପାଇଁ? କାରଣ ମୃତ୍ୟୁର ସ୍ୱାଦକୁ ପ୍ରଭୁ ଯୀଶୁ ଚାଖିଛନ୍ତି, ସେଥିପାଇଁ ତାଙ୍କ ପୁଅମାନେ ମୃତ୍ୟୁର ସ୍ୱାଦକୁ ଚାଖିବେ ନାହିଁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ସ୍ତିଫାନକୁ ମଧ୍ୟ କଷ୍ଟ ଲାଗିଲା ନାହିଁ। ବାକ୍ୟରେ ଲେଖାଯାଏ, ଯଦି ଆପଣମାନେ ପଢିବେ ପ୍ରେରିତ, ଆଶ୍ଚର୍ଯ୍ୟ ହେଇଯିବେ। ପାଉଲକୁ କଣ କରୁଥିଲେ? ମାରୁଥିଲେ। ଲୋକମାନେ ଭାବୁଥିଲେ ଏଟା ମରିଗଲା, ଫିଟିକି ପଳଉଥିଲେ, କିନ୍ତୁ ପାଉଲ ଉଠିକି ଯାଇକି ଅଲଗା ଜାଗାରେ ପ୍ରଚାର କରୁଥିଲେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। କଣ ପାଇଁ? ବଳ ମୃତ୍ୟୁର ଭାଗି ଦେଇଛି ମୋ ବାପା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଆଉ ଜଣେ ପ୍ରଭୁଙ୍କର ଦାସ, ସେ ସାକ୍ଷ୍ୟ ଦଉଥାନ୍ତି, ସେ ଗୋଟେ ଜାଗାରେ ପ୍ରଚାର କରୁଥିଲେ, 100 ଜଣ ପାଖାପାଖି ଲୋକ ଆସିଲେ, ଘେରି ଗଲେ, ମାଡ଼ ମାନେ ଭୟଙ୍କର ମାଡ଼, ଗୋଟେ ମାଡ଼ ତଳେ ପଡୁନାହିଁ, ସବୁ ପିଟୁଛନ୍ତି, ଭୟଙ୍କର ପିଟୁଛନ୍ତି। ଜଣେ ପ୍ରଭୁଙ୍କର ଦାସକୁ କେତେ ଜଣ? 100 ଜଣ ପିଟୁଛନ୍ତି। ତାଙ୍କୁ ପକେଇ ଦେଲେ। ଯେତେବେଳେ ସେ ଉଠୁଛନ୍ତି, ତାଙ୍କୁ ଲାଗୁଛି ଯେମିତି ସେ ନିଦରୁ ଉଠିଛନ୍ତି, ଆଉ ତାଙ୍କ ଶରୀରରେ ଦେଖୁଛନ୍ତି ଗୋଟି ବି ଛୁଞ୍ଚି ଫୁଡାର ମଧ୍ୟ ଦାଗ ନାହିଁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। କଣ ପାଇଁ? ମୃତ୍ୟୁର ସ୍ୱାଦକୁ ଆମ ବାପା ଚାଖି ସାରିଛନ୍ତି, ଆମେ ଆଉ ଚାଖିବା ନାହିଁ। ହାଲେଲୁୟା। ଆମେ ଯେତେବେଳେ ବି ଯିବା ପୁରା ଶାନ୍ତିରେ ଯିବା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମକୁ କେତେ ମହତ୍ ବିଷୟ ସବୁ ଦେଇଛନ୍ତି। ଆରେ ସେ ରାଜା ମାନଙ୍କର ରାଜା, ସେ ସାଧାରଣ ନୁହନ୍ତି। ସେ ଆସିଲେ ଜଗତକୁ, एकमात्र अवतार नहीं आसिले मनुष्य रूपरे पापर बंधन को भांगिले रोग दुख कष्ट को समाप्त कले हमको प्रॉस्पेरिटी कले हमको परित्राण देले हमको आशीर्वाद कले हमको मृत्युर भय मध्य उद्धार कले मृत्युर सब आमे चाखिबा नाही मरिबा पुरी थरे पड़ेबा बंचिबा हालेलुया प्रेज द लॉर्ड श्री महान परमेश्वर कहती आमे जहार सेवा करूछु से साधारण कहती से असाधारण अटंती हालेलुया सेति पाई आपण माने मध्य कोन अटंती असाधारण आपण माने पुरुष नुहंती महापुरुष में नुहंती ओ कोन आमे संतान आरो ईश्वर को संतान हालेलुया प्रेज द लॉर्ड ओ मजा उद्देश्य कही आपण माने पुरुष नुहंती महापुरुष माने भी नुहंती ताने कोन ट्रेन जमाना बोलती नहीं आपण माने ईश्वर को संतान बोलती हालेलुया प्रेज द लॉर्ड हमारे ईश्वर को संतान जेतु से हम बापा सब स्वाद से चाकी सारी चलती रोगर स्वाद भी से चाकी सारी चलती हमको रोग रे रहिबा को पड़िबो नाही हालेलुया से गरीबता चाकी चलती हमें और गरीबता रहिबा नाही से मृत्युर भय को चाकी सारी चलती कष्ट को चाकी सारी चलती से पे हमको कष्ट होबो ना हालेलुया प्रेज द लॉर्ड आज ईश्वर को लोक मान को बहुत ताड़ना बहुत मार होची तथापि से माने आउ जने काहे कि बाहर जाउ प्रचार करिया पाई मृत्युर जो भय जेते मारिले भी काटू नहीं देह काहे काटिबो स्वाद किए चाकी सारी बापा चाकी सारी हालेलुया प्रेज द लॉर्ड सेति आज जेते ताड़ना दिया जाओ
ସେତେ ବଢୁଛନ୍ତି କମିବା ନା ହାଲେଲୁୟା। ସେତେବେଳେ 12 ଜଣ ଥିଲେ। ପ୍ରଥମେ ତ ଜଣଙ୍କୁ ମାରିବା ପାଇଁ ଚେଷ୍ଟା କଲା ସାରା ଜଗତ, ମାରି ବି ଦେଲା। ପ୍ରଭୁ ଯୀଶୁଙ୍କୁ ଅଟକି ପାରିଲା କି? ସେ ମହାରାଜ ମାନେ ଭାବୁଥିଲେ ଆମେ ମାରିଦେଲେ ପ୍ରଭୁ ଯୀଶୁଙ୍କୁ ଅଟକି ଯିବେ, ନାଇଁ ଅଟକି ପାରିଲେ କି? ଶବ୍ଦ ପ୍ରବାହିତ ହେଲା। ତାପରେ 12 ଜଣଙ୍କୁ ଅଟକାଇବା ପାଇଁ ଚାହିଁଲେ ଏଇ ସାରା ଜଗତର ଲୋକମାନେ, ଅଟକେଇ ପାରିଲେ ନାହିଁ। ଆଜି ସାରା ପୃଥିବୀରେ ସବୁଠାରୁ ବେଶୀ ଈଶ୍ୱରଙ୍କ ଲୋକମାନଙ୍କର ସଂଖ୍ୟା। ହାଲେଲୁୟା। ଆଉ ଏବେ ଯଦି ଆମକୁ ଅଟକେଇବା ପାଇଁ ଚାହୁଁଛନ୍ତି ପାରିବେ, ସାରା ପୃଥିବୀକୁ ଭସେଇ ନେଇଯିବ ଏଇ ସ୍ରୋତ। ହାଲେଲୁୟା। ଏଇ ସ୍ରୋତ ଅଟକିବା ସ୍ରୋତ ନୁହେଁ, ଏଇ ସ୍ରୋତ ପୁଣି ବନ୍ଦ ହେଇଯିବା ସ୍ରୋତ ନୁହେଁ। ଏଇ ସ୍ରୋତକୁ ଅଟକେଇବା ପାଇଁ ଯେକୌଣସି ଡ୍ୟାମ୍ ବାନ୍ଧନ୍ତୁ, ବନ୍ଧ ବାନ୍ଧନ୍ତୁ, ଯାହା ବି ବାନ୍ଧନ୍ତୁ, ଲୁହାର ବାନ୍ଧନ୍ତୁ, ସେ ମାଟିର ବାନ୍ଧନ୍ତୁ କି କଂକ୍ରିଟ କରନ୍ତୁ, ଯାହା ବି କରନ୍ତୁ, ଏଇ ସ୍ରୋତ ଏମିତିଆ ସ୍ରୋତ ଯାହା ବି ଯେକୌଣସି ବାଧା ବିଘ୍ନ ଆସୁ, ଲୁହାର ଆସୁ, କଂକ୍ରିଟର ଆସୁ, ପିଚର ଆସୁ କି ମାଟିର ଆସୁ, ତାକୁ କଣ କରିକି ଯିବାର ସ୍ରୋତ ଇଏ ଭାଙ୍ଗି ବହି ନେଇଯିବାର ସ୍ରୋତ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଇଏ ଆଉ ଷ୍ଟପ୍ ହେଇ ରହିବ ନାହିଁ। ବହି ଚାଲିବ, ବହି ଚାଲିବ, ବହି ଚାଲିବ ଅନନ୍ତକାଳ ପର୍ଯ୍ୟନ୍ତ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ସେ ମହାନ ପରମେଶ୍ୱର ରାଜା ସ୍ୱରୂପେ ଆସିଲେ, ମୃତ୍ୟୁର ବଳକୁ ଭାଙ୍ଗିଲେ। ଆଉ ଯେତେବେଳେ ପ୍ରଭୁ ଯୀଶୁ ଶୈତାନ ପାଖକୁ ଗଲେ, ତା ପାଖରୁ କଣ ନେଇକି ଆସିଲେ? ଗୋଟେ ରାଜା ସ୍ୱରୂପେ ଗଲେ। ଯେତେବେଳେ ପ୍ରଭୁ ଯୀଶୁ ସେଇ ସ୍ଥାନରେ ପାଦ ପକେଇଛନ୍ତି, ପ୍ରଥମେ ତ କିଛି ବି ନଥିଲା, ଗୁଡ୍ ଫ୍ରାଇଡେ ପାଇଁ ଥାଉ ସେଇଟା। ଖାଲି ଜାଣିଥାନ୍ତୁ ପ୍ରଭୁ ଯୀଶୁ ନରକକୁ ଗଲେ, ଆଉ କଣ କଲେ? ସେଇ ମୃତ୍ୟୁର ଚାବିକାଠି କାହା ପାଖରେ ଥିଲା? ଶୈତାନ ପାଖରେ ଥିଲା। କିନ୍ତୁ ପ୍ରଭୁ ଯୀଶୁ କଣ କଲେ? ସେଇ ଚାବିକୁ ନେଇ ଆସିଛନ୍ତି। ପଢିବା ପ୍ରକାଶିତ 1:18। ପ୍ରଭୁ ଯୀଶୁ କଣ କଲେ? ସେ ନରକକୁ ଗଲେ। 1:18। ଭୟ କର ନାହିଁ, ଆମ୍ଭେ ପ୍ରଥମ ଓ ଶେଷ ପୁଣି ସ୍ୱୟଂ ଜୀବି, ଆମ୍ଭେ ମୃତ୍ୟୁ ହେଲୁ, ଆଉ ଦେଖ ଆମ୍ଭେ ଯୁଗେ ଯୁଗେ ଜୀବିତ ଅଛୁ, ପୁଣି ଆମର ହସ୍ତରେ ମୃତ୍ୟୁ ଓ ପାତାଳର ପଞ୍ଚି ଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। କାହାର ପଞ୍ଚି ଅଛି? ମୃତ୍ୟୁ ଆଉ ପାତାଳର ଚାବିକାଠି ଅଛି। କାହା ପାଖରେ? ଆମ ପାଖରେ, ପ୍ରଭୁ ଯୀଶୁଙ୍କ ପାଖରେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଦେଖ, ମୁଁ ମରି ଯାଇଥିଲି, କିନ୍ତୁ ଏବେ ମୁଁ ସ୍ୱୟଂ ଜୀବି। କିଏ? ପ୍ରଭୁ ଯୀଶୁ। ସେ ମରିଲେ କିନ୍ତୁ ବଞ୍ଚିକି ଉଠିଲେ। ତାପରେ କଣ କହୁଛନ୍ତି? ଦେଖ ଆମ ହସ୍ତରେ ମୃତ୍ୟୁ ଓ ପାତାଳର କଞ୍ଚି ଅଛି। ଆମ ହସ୍ତରେ ମୃତ୍ୟୁ, ପୁଣି ଆମ୍ଭ ହସ୍ତରେ ମୃତ୍ୟୁ ମୃତ୍ୟୁ ଓ ପାତାଳର କଞ୍ଚି ଅଛି। କଣ ଲେଖା ଅଛି? ଆମ ହସ୍ତରେ, ଆମ ହସ୍ତରେ। ନହେଲେ ତ ଲେଖା ହେଇଥାନ୍ତା ମଧ୍ୟ ଆମ ହସ୍ତରେ। ମାନେ ମୋ ପାଖରେ ବି ଅଛି, ତା ପାଖରେ ବି। ତାମାନେ ଶୈତାନ କହୁଛନ୍ତି, ମୁଁ ଅରିଜିନାଲ ନେଇଯାଉଛି, ତୁ ଡୁପ୍ଲିକେଟ କଥା। କିନ୍ତୁ ପ୍ରଭୁ କଣ କହିଲେ? ତା ପାଖରେ ଡୁପ୍ଲିକେଟ ବି ନାହିଁ, କି ଗୋଟେ ତାର ଛାଇ ବି ନାହିଁ। ଚାବିକାଠି କାହା ପାଖରେ ଅଛି? ମୋ ପାଖରେ ଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ମୃତ୍ୟୁର ଚାବିକାଠି ଏବେ କାହା ପାଖରେ? ଆମ ପାଖରେ, ପ୍ରଭୁ ଯୀଶୁଙ୍କ ପାଖରେ। ଆଉ ପ୍ରଭୁ ଯୀଶୁ ଯେତେବେଳେ ଯାଉଛନ୍ତି, ସେ କହୁଛନ୍ତି, ବାବୁରେ, ସ୍ୱର୍ଗ ପୃଥିବୀର ସବୁ ଅଧିକାର ମୋତେ ଦିଆଯାଇଛି, ମୁଁ ତୁମକୁ ପ୍ରଦତ୍ତ କରୁଛି, ଯାଅ ସମଗ୍ର ଜାତି ନିକଟକୁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ମୃତ୍ୟୁ ଆଉ ଜୀବନ ଆଉ ମରଣର ଚାବିକାଠି କାହା ପାଖରେ? ପ୍ରଭୁ ଯୀଶୁଙ୍କ ପାଖରେ, ଆମ ପାଖରେ, ପ୍ରଭୁ ଯୀଶୁଙ୍କ ପାଖରେ, ମାନେ ଆମ ପାଖରେ ଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଯେତେବେଳେ ଆମେ ଚାହିଁବା ସେତେବେଳେ ଆମେ ମରିବା। ଶୈତାନର ଅଧିକାର ନାହିଁ ଆମକୁ ମାରିବା ପାଇଁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଆଜି ମଣ୍ଡଳୀ ଏ ରେଭେଲେସନ, ଏଇ ପ୍ରକାଶିତ ପାଇନାହିଁ, ଏଇ ପ୍ରକାଶନ ପାଇନାହାନ୍ତି ବୋଲି ଶୈତାନ ଆସିଲା ମୋତେ ମାରିଦେବ। ଆରେ ଭାଇ, ତା ପାଖରେ ଚାବିକାଠି ନାହିଁ। ଖାଲି ସେ ଫଟୋ ଉଠେଇକି ରଖିଥିଲା। ଯେତେବେଳେ ଥିଲା ଚାବିକାଠି, ସେତେବେଳେ ଖାଲି ଫଟୋ ଉଠେଇକି ରଖିଥିଲା, ଛାପାଟା ଖାଲି ଦେଖଉଛି, କିନ୍ତୁ ଅରିଜିନାଲ ନାହିଁ ତା ପାଖରେ ଚାବିକାଠି। ଅରିଜିନାଲ ଚାବିକାଠି କାହା ପାଖରେ? ବାପାଙ୍କ ପାଖରେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ସେ ମହାନ ପରମେଶ୍ୱର, ସେ ଗୋଟେ ବଳିଦାନ କାଫି, ଗୋଟେ ଅବତାର କାଫି। 10ଟା ଅବତାର আসতে পড়বো নয়। খন্ডা ধরে, কটরি ধরে, দা ধরে, ত্রিশূল ধরে, ଆଉ କଣ ଥରେ ଧରିକି আসতে ପଡିବ ନାହିଁ। ଖାଲି ହାତରେ ଆସିବେ, ସବୁ ଅଧିକାର ନେଇକି ଯିବେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଅରିଜିନାଲ ଶକ୍ତି
ଯେ ଖାଲି ହାତରେ ଆସିବ ଆଉ ଯୁଦ୍ଧ ମଇଦାନରେ ଠିଆ ହବ ଭାଇ ତମ ପାଖରେ ବନ୍ଧୁକ ଅଛି ମୁଁ ଖାଲି ହାତରେ ଠିଆ ହେଇଛି ହାଲେଲୁୟା ପ୍ରେଜ୍ ଦ ଲର୍ଡ ସେ ମହାନ ରାଜା ଶକ୍ତିରେ ପରିପୂର୍ଣ୍ଣ ସାମର୍ଥ୍ୟରେ ପରିପୂର୍ଣ୍ଣ ରାଜା ମାନଙ୍କ ରାଜା ପ୍ରଭୁ ମାନଙ୍କ ପ୍ରଭୁ ସେ ମହାନ ଖାଲି ହାତରେ ଠିଆ ହେଲେ ଖାଲି ହାତରେ ଠିଆ ହେଲେ ମୃତ୍ୟୁର ଅଧିକାରୀକୁ ପରାସ୍ତ କଲେ ଚାବିକାଠି ନେଇକି ଆସିଲେ ହାଲେଲୁୟା ଆମେ ଆଉ ମୃତ୍ୟୁର ସ୍ୱାଦ ଚାଖିବା ନା ନାହିଁ ହାଲେଲୁୟା ପ୍ରେଜ୍ ଦ ଲର୍ଡ ଏଇଟା ଦେଖିଲୁ ତାଙ୍କର ରାଜା କାର୍ଯ୍ୟ ସେ ରାଜା ସ୍ୱରୂପେ ପ୍ରବେଶ କଲେ ଆଉ ସେ ରାଜ୍ୟ ସେଇ ରାଜାଙ୍କର ଯୋଉ କାର୍ଯ୍ୟ ଥିଲା ତାହା ଆମେ ଦେଖିଲୁ